ସାରନା ଧର୍ମ ଚତୁର୍ଥ ଅଧ୍ୟାୟରେ ଆପଣମାନେ ଜାଣିବେ ଆଦିମ ଆଦିବାସୀଙ୍କ ଧର୍ମ ସାରନା ଜାହେରର ପୂଜା ପୋଷା ସମ୍ବନ୍ଧରେ। ଏହି ପୂଜା ପୋଷାର ମାହାତ୍ମ୍ୟ ଜାଣି ବା ଅନୁଭୂତି କରିବାକୁ ହେଲେ ପ୍ରଥମେ ଆପଣ ଆପଣଙ୍କର ଗୋଡ଼ ହାତ ସୃଷ୍ଟିର ବିଷୟରେ ଜାଣିବାକୁ ହେବ। ଆପଣଙ୍କୁ ଯଦି ମୁଁ ପ୍ରଶ୍ନ କରେ ଆପଣଙ୍କର ଗୋଡ଼ କାହିଁକି ସୃଷ୍ଟି, ଏହାର ଉତ୍ତରରେ ଆପଣମାନେ ନିଶ୍ଚୟ କହିବେ ଚାଲିବା କର୍ମ ପାଇଁ ଆମର ଗୋଡ଼ ସୃଷ୍ଟି। ଯଦି ମୁଁ ଆପଣମାନଙ୍କୁ ପ୍ରଶ୍ନ କରେ ଏହି ଗୋଡ଼ରେ ଆପଣମାନେ ପୃଥିବୀ ପୃଷ୍ଠରେ କେତୋଟି ସ୍ତର ଅତିକ୍ରମ କରିପାରିବେ, ଏହାର ଉତ୍ତରରେ ଆପଣମାନେ କହିବେ ଅନେକ ସ୍ତର। କିନ୍ତୁ ମୁଁ କହିବି ଆପଣମାନେ ଆପଣଙ୍କ ପାଦରେ 5ଟି ସ୍ତର ହିଁ ଅତିକ୍ରମ କରିପାରିବେ। କାହିଁକି? 5 ସ୍ତର ଚାଲିବା ପାଇଁ ମାନବ ପାଦରେ 5ଟି ଆଙ୍ଗୁଳି। ଆପଣମାନେ ନିଶ୍ଚୟ ମୋତେ ପ୍ରଶ୍ନ କରିବେ ତେବେ କେଉଁ 5ଟି ସ୍ତର? ଏହାର ଉତ୍ତର ହେଲା 1ରେ ଶିଶୁ, 2ରେ ଯୌବନ, 3ରେ ସିନ୍ଦୁର ଫୁଲ ଦ୍ୱାରା ସମାଜକର୍ମୀ ବର ଓ କନ୍ୟା, 4ରେ ସମାଜକର୍ମୀ ବର ଓ କନ୍ୟାର କର୍ମଫଳ ଆତ୍ମା ଶବ୍ଦ ଦ୍ୱାରା ପିତା ଓ ମାତା, 5ରେ ପିତା ମାତା ଅଦୃଶ୍ୟାନ୍ତେ ପିତା ଦେବ ମାତା ଦେବୀ ରୂପେ ଦେବା ସେବା ପାଆନ୍ତି ନିଜସ୍ୱ ପୁଅ ଝିଅଙ୍କ ପାଖରୁ। ଏହା ହିଁ ସତ୍ୟ କି ମିଥ୍ୟା ଆପଣମାନେ ବିଚାର କରନ୍ତୁ। ଠିକ୍ ଏହିଭଳି ମୁଁ ଯଦି ଆପଣମାନଙ୍କୁ ପ୍ରଶ୍ନ କରେ ହାତ କାହିଁକି ସୃଷ୍ଟି, ଆପଣମାନେ ଏହାର ଉତ୍ତର ଦେବେ କାମ କରିବା ପାଇଁ ହାତ ସୃଷ୍ଟି। ମୁଁ ଯଦି ଆପଣମାନଙ୍କୁ ପ୍ରଶ୍ନ କରେ ଏହି ହାତରେ ଆପଣମାନେ କେତୋଟି ନୀତିକର୍ମ କରିପାରିବେ, ଆପଣମାନେ ଏହାର ଉତ୍ତରରେ କହିବେ ଅନେକ ନୀତିକର୍ମ। କିନ୍ତୁ ମୁଁ କହିବି ମାନବର ପଞ୍ଚନୀତି କର୍ମ ପାଇଁ ମାନବ ହାତରେ ସୃଷ୍ଟି 5ଟି ଆଙ୍ଗୁଳି। ଆପଣମାନେ ପ୍ରଶ୍ନ କରିବେ କେଉଁ 5ଟି ନୀତିକର୍ମ? ମୁଁ କହିବି 1ରେ ଜୀବନନୀତି, 2ରେ କର୍ମନୀତି, 3ରେ ଧର୍ମ ଶିକ୍ଷାନୀତି, 4ରେ ସମାଜନୀତି, 5ରେ ଅର୍ଥ ଯୋଗାଯୋଗ ନୀତି। ଏଗୁଡ଼ିକ ବୃଦ୍ଧ, ନିର୍ଦ୍ଦେଶ, ମଧ୍ୟମିକା, ଅନାମିକା ଏବଂ କେନି ଅଙ୍ଗୁଳି ନାମରେ ପରିଚିତ। ଏହି 5 ଆଙ୍ଗୁଳି ହିଁ ଆଦିମ ଆଦିବାସୀଙ୍କ ଧର୍ମ ସାରନା ଜାହେରର ଜାହେର ସମାଜ ଗୁରୁ, ବୃଦ୍ଧରେ ମାଝୀ, ନିର୍ଦ୍ଦେଶରେ ଜଗମାଝୀ, ମଧ୍ୟମାରେ ନାଇକେ, ଅନାମିକାରେ ପାରାନିକ, କେନିରେ ଗୋଡ଼େତ। ଏହି ଧର୍ମ ସମାଜର ଗୁରୁମାନଙ୍କ କାମକୁ ତଦାରଖ କରିବା ପାଇଁ ପିଡ଼ ବା ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ଦେଶରେ ପାରଗାନା ପଦ ସୃଷ୍ଟି। ଏମାନେ ସାରନା ଧର୍ମ ଜାହେର ସମାଜର ପୂଜା ପୋଷାଠାରୁ ଆରମ୍ଭ କରି ସମାଜର ସମସ୍ତ କର୍ମ କରନ୍ତି। ଏହା ହିଁ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱରାଜ୍ୟ ଶାସନର ସ୍ୱପ୍ନ। ଭଲ ଲାଗିଲେ ପରବର୍ତ୍ତୀ ଅଧ୍ୟାୟ ପାଇଁ କମେଣ୍ଟ ଏବଂ ଅନ୍ୟକୁ ସେୟାର କରନ୍ତୁ। ଆଜି ପାଇଁ ଏତିକି। ଶ୍ରୀ ଜଗଦାନନ୍ଦ ହେମ୍ବ୍ରମ, 8 ପୋଷ୍ଟ ବାଙ୍ଗିରିପୋଷି, ଜିଲ୍ଲା ମୟୂରଭଞ୍ଜ, ଓଡ଼ିଶା।